ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘେଁସର ଅଭିମନ୍ୟୁ ସାହିତ୍ୟ ସଂସଦର 35ତମ ବାର୍ଷିକୋତ୍ସବ ମେଲନ ମେସନ 2024 ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଲେଖକ ଯୋଗଦାନ କରିଥିଲେ। ସଂସଦର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କର ପୌରୋହିତ୍ୟରେ ଆୟୋଜିତ ସଭାରେ ପଦ୍ମଶ୍ରୀ ହଳଧର ନାଗ, ନାଟ୍ୟକାର କେଶରଞ୍ଜନ ପ୍ରଧାନ, ବଲାଙ୍ଗୀର ବିଶିଷ୍ଟ ସାହିତ୍ୟିକ ମଧୁସୂଦନ ଦାସ, ଭାଷା ଗବେଷକ ଉତ୍ପନ୍ନ ଭୋଇ ପ୍ରମୁଖ ଯୋଗଦାନ କରି ସମାବେଶକୁ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ସାମ୍ବାଦିକ ତଥା କବି ଲକ୍ଷ୍ମୀନାରାୟଣ ହୋତା ଆଲୋଚକ ଭାବରେ ଯୋଗଦାନ କରି ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ କବି ଲେଖକମାନେ ଯତ୍ନବାନ ହେବା ଉଚିତ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ଅବତାରଣା କରିଥିଲେ। ସଂସଦର ବରିଷ୍ଠ ସଦସ୍ୟ ଅଶୋକ କୁମାର ପୂଜାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 2023 ବର୍ଷ ପାଇଁ ଔପନ୍ୟାସିକ ଧନପତି ମହାପାତ୍ରଙ୍କୁ ଅଭିମନ୍ୟୁ ସମ୍ମାନ, ବଲାଙ୍ଗୀରରୁ କବି ସୁଶାନ୍ତ ବାଗଙ୍କୁ କବିତା, ସମ୍ବଲପୁରରୁ ପ୍ରଶାନ୍ତ ମାଝୀଙ୍କୁ ନାଟକ, ପଦ୍ମପୁରରୁ କୈଳାସ କୁମ୍ଭାରଙ୍କୁ କଥାନୀ ଓ ପଡ଼ାରୁ ଉମାକାନ୍ତ ଭୋଇଙ୍କୁ ପ୍ରବନ୍ଧ ବିଭାଗ ପାଇଁ ବଉଳ ସମ୍ମାନ ପ୍ରଦାନ କରାଯାଇଥିଲା। ସଂସଦର ମୁଖପତ୍ର ବଉଳ ଶେଷଦେବ ଭୋଇଙ୍କ ପ୍ରକୃତ ଓ କୁଶଳୀ, କଥା କଥାନୀ ଧନପତି ମହାପାତ୍ରଙ୍କ ବିଳାସିନୀ ଉପନ୍ୟାସ, ସୁଦାମା ଠେଟୁରିଆଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଆଦି ଉନ୍ମୋଚନ ଓ ଲୋକାର୍ପଣ କରାଯାଇଥିଲା। ପ୍ରଥମ ଅଧିବେଶନ ଶେଷରେ ଅଧ୍ୟାପକ ସୁକୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସାହିତ୍ୟିକ ଟେକଚାନ୍ଦ ଦୁଆନ ଅତିଥି ଭାବରେ ଯୋଗଦାନ କରିଥିଲେ। କବି ସୁଶାନ୍ତ ବାଗ, କବୟିତ୍ରୀ କବିତା କୁମୁଦ ମେହେର, ସୁନୀତି ଦେବତାଙ୍କ ସମେତ କବି କବୟିତ୍ରୀମାନେ କବିତା ପାଠ କରିଥିଲେ। କବି ଅଧିକାରୀ ସା ଓ ମୁନିରାମ କୁମ୍ଭାର କବିତା ସଂଯୋଜନା କରିଥିଲେ। ସମ୍ବଲପୁରୀ ଗୁଚ୍ଛା, ଶିଳ୍ପ ବିକାଶ, ନୂଆ ସକାଳ ଆଦି ବହି ପସରା ଲାଗିଥିବା ବେଳେ ବିକାଶ ସାହୁ, ଗୌରାଙ୍ଗ ପାଣ୍ଡେ ଓ ମାନସ ଦାସଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ତୁଳସୀ ବାରିକ, ପ୍ରିୟବ୍ରତ ସାହୁ, ଦିলীପ ଭୋଇଙ୍କ ଅଭିମନ୍ୟୁ ସାହିତ୍ୟ ସଂସଦର କର୍ମକର୍ତ୍ତା ଓ ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସାହିତ୍ୟ ସଂସଦ ସମ୍ପାଦକ ଶୋଭାଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। কার্যকারী দুরিত খণ্ডিনী দত্ত দলিনী কালিকা সিংহ বাহিনী পদ্ম আসিনী পদ্মগন্ঠিনী শোভিতা ভালে সিন্দুর মুখ সুন্দর গুণ গম্ভীর অম্বিকা গোমা ঝলকে বসনে তো হীরা কণিকা তোর জয় জয়